ଆପଣ ବହୁତ ଥର କହିଛନ୍ତି ମତେ ଆରେଞ୍ଜ ମ୍ୟାରେଜ को ଯିବା ପାଇଁ ଭଲ ଲାଗେ। ମୁଁ ପ୍ରେମ ବିବାହ କରିଛି, ଯିଏ ପ୍ରେମ ବିବାହ କରିବ ମୁଁ ତାଙ୍କରି ଭୋଜିକି ଯିବି, ତାଙ୍କରି ପାର୍ଟିକି ଯିବି। ପ୍ରେମ କଣ? ପ୍ରେମ ଯେତେବେଳକୁ ବୁଢା ବୁଢୀ ହେଇଯିବା ସେତେବେଳକୁ ବାରାଣ୍ଡାରେ ଦିଟା ଚେୟାର ପଡିଥିବ କିମ୍ବା ବାଲକୋନିରେ ଦିଟା ଚେୟାର ପଡିଥିବ। ମୁଁ ଗୋଟେ ଜାଗାରେ ଲେଖିଥିଲି ବାର୍ଦ୍ଧକ୍ୟ କଣ। ବାର୍ଦ୍ଧକ୍ୟ ଯାହା ମୋ ପାଇଁ ପ୍ରେମ ସେଇଆ। 2 କପ୍ ଚା ଥିବ, ଗୋଟେ ସମୟ ଆସିବ ସେ ଚେୟାରଟା ଫାଙ୍କା ହେଇଯିବ। ଏକା ସାଙ୍ଗରେ ଆମେ କେହି ମରୁନା, କାହା ପାଇଁ ବି ମରୁନା। ଚା ସେଇ 2 କପ୍ ଥିବ, କାରଣ ସେ ପର୍ଯ୍ୟନ୍ତ ସେ ଲୋକର ସ୍ଥିତି ମୋ ମନ ଭିତରେ ଥିବ ବା ମୋ ସ୍ଥିତି ସେ ଲୋକ ଭିତରେ ଥିବ। ଚାଟା ସେଇ 2 କପ୍ ଥିବ, ଗୋଟେ ଚେୟାର ଫାଙ୍କା ହେଇଯାଉ। ମୋ ପାଇଁ ପ୍ରେମ ଗୋଟେ ଖୋଲା ଆକାଶ। ସାରା ଦିନ ଯାହା କରିବି, ଯାହା କୌଣସି ପାପବୋଧ ବିନା ମୁଁ ଜଣଙ୍କ ଆଗରେ କହିପାରିବି, ଯାହା ପାଖରେ ମୁଁ ସତ କହିପାରିବି, ଯିଏ ମୋତେ ଜଜ୍ କରିବନି। ହାତରେ ହାତ ରଖିଲେ ଗୋଟେ ଉଷ୍ମତା ଥିବ। ଶରୀର ତ ନିହାତି ଆସିବ। ପ୍ରେମ ମାନେ ଗୋଟେ ଶରୀରକୁ ହିଁ ଆମେ ପ୍ରେମ କରୁ। ଶରୀର ହେଇକି ସେ ପ୍ରେମ ଶରୀର ଉପରକୁ ଯିବ, ଦେହରୁ ଦେହାତୀତକୁ ଯିବ। ଏଇଆ ମୁଁ କହୁନି ଦେହାତୀତ ପ୍ରେମରେ ମୁଁ ବିଶ୍ୱାସ କରେ ନା, କିନ୍ତୁ ଦେହରୁ ଦେହାତୀତକୁ ଯିବାକୁ ମୁଁ ବିଶ୍ୱାସ କରେ। ଗୋଟେ ସମୟ ଆସିବ ଯେତେବେଳେ ଶରୀରଟା ଗୌଣ ହେଇଯିବ, ଯେତେବେଳେ ଆଉ ସେଇ ଉତ୍ତାପ ନଥିବ, ଆଉ ସେଇ ଆର୍ଜ ନଥିବ, ବୟସର ଗୋଟେ ହେଇଥିବ। କିନ୍ତୁ ଜଣଙ୍କର ମୁହଁର ରେଖା ଚେଞ୍ଜ ହେଲେ ମୁଁ ଜାଣିପାରିବି ଯେ କଣ ଗୋଟେ ହେଇଛି। କଣ ହେଇଛି ଗো? ଏଇ ଯୋଉ କଣ ହେଇଛି ଗো, ସେଇଟା ହଉଛି ମୋ ପାଇଁ ପ୍ରେମ। ବାଃ, ମୁଁ ଆଉ ଗୋଟେ ପ୍ରଶ୍ନ ପଚାରି ପାରୁନି ଆପଣଙ୍କ ଉତ୍ତର ଶୁଣି ସାରିଲା ପରେ। ଆମେ ଏ ପ୍ରେମକୁ ନେଇ ବହୁତ ସଂଳାପ ଲେଖୁଛୁ, ଆପଣ ମଧ୍ୟ ଭଲ ଭଲ କବିତା ଲେଖିଛନ୍ତି ପ୍ରେମକୁ ନେଇ। ପ୍ରେମ ଖାଲି କବିତା ରହିଯାଏନି, କଥା କାହାଣୀ, ସେ ଉପନ୍ୟାସ, ଗୋଟେ ସ୍ପିରିଚୁଆଲ, ଗୋଟେ ମୋଟିଭେସନ। ସତରେ କଣ ପ୍ରେମ ମିଳୁଛି ଆଜିର ଏ ସ୍ୱାର୍ଥପର ଦୁନିଆରେ? ବୟସ ଆଉ ସମ୍ପର୍କର ଭିଡ଼ ଭିତରେ ଆମେ ପ୍ରେମକୁ ଖୋଜୁଛେ, ପ୍ରେମକୁ ମାପୁଛେ, ପ୍ରେମକୁ ତଉଲଉଛେ। ପ୍ରେମ ଅଛି? ମୁଁ ପ୍ରେମ କରିଛି, ପ୍ରେମ ପାଇଛି। ମୋ ଜୀବନରେ ଏଯାଏଁ ପ୍ରେମ ଅଛି। ମୁଁ ଆଜୀବନ ପ୍ରେମିକା, ମୁଁ ସ୍ତ୍ରୀ ହେଇପାରିନି। ମୁଁ ସବୁବେଳେ ମୋ ସାମ୍ନା ଲୋକଟାକୁ ମୁଁ କେବେ ସ୍ୱାମୀ କହେ ନା। ତେବେ ସ୍ତ୍ରୀର ସଂଜ୍ଞା କଣ ଦେବେ ଆପଣ? ଦେଖନ୍ତୁ, ତଥାକଥିତ ଯୋଉ ସ୍ତ୍ରୀ, ସେ ଶବ୍ଦର ଅର୍ଥ କିଛି ନାହିଁ। ପୁରୁଷ ସ୍ତ୍ରୀ ହୁଏ, ସ୍ୱାମୀ ସ୍ୱାମୀନ ହୁଏ ବା ସ୍ୱାମିନୀ ହୁଏ, କର୍ତ୍ତା କର୍ତ୍ରୀ ହୁଏ। କିନ୍ତୁ ଆମେ ସ୍ୱାମୀ ସ୍ତ୍ରୀ ଯୋଡ଼ି ଦଉ। ସ୍ୱାମୀ ସ୍ତ୍ରୀ ବୋଲି କିଛି କଥା ହୁଏ ନା, କିନ୍ତୁ ଆମ ସମାଜ ସେଟା କରିଦିଏ। ସାମାଜିକ ଭାବରେ ଦେଖିବାକୁ ଗଲେ ଯେତେବେଳେ ବିବାହ ହେଇଯାଏ, ବାହାଘର ସରିଗଲା, ସେତେବେଳକୁ ଲାଗେ ଯେମିତି ପ୍ରେମ ସରିଗଲା। ୟାପରେ ଆଉ ସଜ ହେବାର ଦରକାର ନାହିଁ, ୟାପରେ ନିଜକୁ ଟିପଟପ୍ ରଖିବା ଦରକାର ନାହିଁ, ୟାପରେ ଭାତ ଥାଳିରେ ହିଁ ପ୍ରେମ ଆସିଗଲା। କିନ୍ତୁ ସେଇ ଯୋଉ ମୁଁ ଭାରି ଅଲରା ମଣିଷ। ମୁଁ ବ୍ୟକ୍ତିଗତ ଭାବରେ, ଅନ୍ୟ କାହା ବିଷୟରେ କହିପାରିବିନି, ମୁଁ ବ୍ୟକ୍ତିଗତ ଭାବରେ ଭାରି ଅଲରା ଲୋକଟିଏ। ମୋ ଘରେ ଆଣ୍ଠୁଏ ଧୂଳି ହେଇଗଲେ ବି ମତେ ଫରକ ପଡେ ନା, ମୁଁ ତାରି ଭିତରେ ରହିଯିବି। କିନ୍ତୁ ଟିକିଏ କଡ଼ା କଥା ହେଇଗଲେ ମତେ ଫରକ ପଡେ। ଅନ୍ୟମାନଙ୍କ କଥାରେ ମତେ କିଛି ଫରକ ପଡେ ନା, କିଏ କଣ କହିଦେଲା କିଏ କଣ ନାହିଁ ମୁଁ ଗିଳିଯିବି। କିନ୍ତୁ ବିଜୟ ଯଦି କେବେ ବି ଟିକିଏ ଶକ୍ତ ଭାବରେ କଥା କହିଦେଲେ, ତାହେଲେ ମୋର ରହିଗଲା ସେଟା। ତ ମୋର ପ୍ରେମିକାପଣ ମୋର ବାହାଘରର ପୂର୍ବର ପ୍ରେମ ହିଁ ବଜାୟ ରଖିବାକୁ ଚାହେଁ। ମୋ ପ୍ରେମିକାପଣ ମୋ ଭିତରେ ବି ସେଇ ବାହାଘର ପୂର୍ବର ପ୍ରେମକୁ ରଖିଛି। ମୁଁ ଭାରି ପଜେସିଭ ମୋ ପ୍ରେମକୁ ନେଇକି, ମୁଁ ବାଣ୍ଟିବାକୁ ଚାହେଁ ନା ମୋ ପ୍ରେମ। ମୋ ଜୀବନରେ ଯଦି କୁହାଯିବ ଯେ ଝିଅ ଆଗ ନା ବିଜୟ ଆଗ, ତାହେଲେ ମୁଁ କହିବି ବିଜୟ ଆଗ। କାରଣ ଝିଅ ମୋ ପ୍ରେମ, ଝିଅ ମୋ ମାତୃତ୍ୱ। ଝିଅ ବି ମୋ ପ୍ରେମ, କିନ୍ତୁ ତା ଜଗତଟା କେବଳ ମୋ ନୁହଁ। ସିଏ ଧୀରେ ଧୀରେ ବଡ଼ ହେଉଛି, ତା ନିଜସ୍ୱ ଗୋଟେ ଜଗତ କ୍ରିଏଟ୍ କରୁଛି। କିଛି ଦିନ ପରେ ସେ ଛିଟକି ଯିବ, ମୁଁ ରହିଯିବି। କିନ୍ତୁ ବିଜୟ ଆଉ ମୋ ଭିତରର ଗୋଟେ ଯୋଉ ଦୁନିଆଟି, ସେଟା କେବଳ ଆମର। ତା ଭିତରେ ଆଉ ତୃତୀୟ କେହି ନାହାନ୍ତି। ତ ଯେତେବେଳେ ବିଜୟଙ୍କର ମୁହଁର ରେଖା ଚେଞ୍ଜ ହୁଏ, ସେତେବେଳକୁ ମୋ ଭିତରେ କୋଉଠି ଗୋଟେ ଭାଙ୍ଗେ କଣ।
ମୁଁ ସେଇ ଅନୁସାରେ ଗଢ଼ି ହୁଏ ଭାଙ୍ଗି ହୁଏ। ମୋର ବିରହ ପ୍ରେମ ତାଙ୍କ ମୁହଁର ରେଖାକୁ ନେଇକି, ତାଙ୍କ ମିଜାଜର ପାରାକୁ ନେଇକି, ତ ମୋ ଦୁନିଆରେ ଆଉ କେହି ନାହାନ୍ତି। ଆଜି ଆପଣ କିଛି ଗୋଟେ ଆଡଭାଇସ୍ ଦେବେ କି, କିଛି ଗୋଟେ ବଟିକା ଦେବେ କି ପ୍ରେମ କରୁଥିବା ପିଲାମାନଙ୍କ ଜୀବନରେ ପ୍ରେମଟି ବଞ୍ଚି ରହୁ, ଏମିତି କିଛି ଅଛି ଫର୍ମୁଲା? କିଛି ନାହିଁ, କିଛି ନାହିଁ। ଦେଖିଲେ ଲାଗେନି ପ୍ରେମ କରୁଛନ୍ତି, ଶେଷରେ ତାଙ୍କର 30 ଖଣ୍ଡ 36 ଖଣ୍ଡ କଟା ମାଂସ ଦେହ ତାଙ୍କର ବାହାରୁଛି, କାହାକୁ ମର୍ଡର କରାଯାଉଛି। ସେଟା ପ୍ରେମ ନୁହଁ, ସେଟା ପ୍ରେମ ନୁହଁ। ଜିନିଷ ହଉଛି କ'ଣ, ଆମେ ବେଳେ ବେଳେ ନାର୍ସିସିଜମ ଆଉ ପ୍ରେମକୁ ଏକା ଭାବିନୁ। ଆମେ ସାମ୍ନା ଲୋକଟାକୁ ଯୋଉଟାକୁ ଭାବୁଛେ ସିଏ ଆମକୁ ପ୍ରେମ କରୁଛି, ସିଏ ନାର୍ସିସିଷ୍ଟ ହେଇଥାଏ। ସିଏ ଆମକୁ ବ୍ୟବହାର କରିବାକୁ ଚାହେଁ, ଇମୋସନରେ, ଶାରୀରିକ ଭାବରେ, ଆର୍ଥିକ ଭାବରେ, ମାନସିକ ଭାବରେ ସବୁ ପ୍ରକାର ବ୍ୟବହାର କରିବାକୁ ଚାହେଁ। ଆମେ ସେଟା ଜାଣିପାରୁନା। ତାର ଆରମ୍ଭଟା ଭାରି ଛୋଟିଆରେ ଆରମ୍ଭ ହୁଏ, ଯୋଉଟା କି ହାତଟା କାହିଁ ଖାଲି ରଖିଛ, ଚୁଡ଼ି କାହିଁ ପିନ୍ଧିନ, ବା ତମେ ସମସ୍ତଙ୍କ ଆଗରେ ହାତ କଟା ଡ୍ରେସ୍ ପିନ୍ଧନି, ସେଇଠୁ ଆରମ୍ଭ ହୁଏ। ବା ତମେ ସେ ଝିଅଟା ସାଙ୍ଗରେ କଥା ହୁଅନି, ସେଇଠୁ ଆରମ୍ଭ ହୁଏ। ଆମେ ସେଇଟାକୁ ଭାବୁ ଯେ ପ୍ରେମ। ଆହା, ଜେଲସ୍ କେତେ କେୟାର କରୁଛି, ତାମାନେ କେତେ କେୟାର କରୁଛି, ବା ମୋ ପାଇଁ ସିଏ ଜେଲସ୍ ହଉଛି। ମୁଁ କାହା ସାଙ୍ଗରେ କଥା କହିଦେଲେ ସେ ଜେଲସ୍ ହଉଛି। ଜେଲସି ପ୍ରେମ ନୁହଁ, ଏକଦମ ନୁହଁ। ଆମେ ସେଟାକୁ ଭୁଲ ଭାବୁ। ପ୍ରେମ ହଉଛି ବିଶ୍ୱାସ। ବାରମ୍ବାର ପ୍ରେମ ଭାଙ୍ଗେ। ମୁଁ ବିଶ୍ୱାସ କରେ ନା ଗୋଟିଏ ମାତ୍ର ପ୍ରେମ ଜୀବନରେ ହୁଏ ବୋଲି। ଆସୁନା ଆମେ ଭାଙ୍ଗିବାକୁ ଡରୁ। ଆମେ ଭାବୁ ଦୁନିଆ କ'ଣ କହିବ ଆମେ ଏଥିରୁ ବାହାରି ଗଲେ। ଯାହାର ଫଳ ହୁଏ ହୋଟେଲ ରୁମ୍ରେ 4 ଟୁକୁଡ଼ା ଦେହ। ଆମେ ଡରୁ ସାମ୍ନା ଲୋକଟା ପଳେଇବ ଆମଠୁ। ବେଳେବେଳେ ଛାଡ଼ିଦେବାକୁ ପଡ଼େ। ବେଳେବେଳେ ଆମକୁ ଜାଣିବାକୁ ପଡ଼େ ଆମେ କ'ଣ ଭାବୁଛୁ, ଆମେ କ'ଣ ଚାହୁଁଛୁ, ଆମେ ଏଥିରେ କମ୍ଫର୍ଟେବଲ ତ। ପ୍ରେମ ଗୋଟେ ଚାରା ଗଛ ଭଳିଆ, ସେଥିରେ ପାଣି ଢାଳିବାକୁ ପଡ଼େ। ଏବଂ ଯେତେବେଳେ ସିଏ ବଡ଼ ହେଇଯାଏ, ବିଶ୍ୱାସ ଆଉ ଶ୍ରଦ୍ଧାର ସ୍ନେହର ପାଣି, ଏବଂ ବଡ଼ ହେଲା ପରେ ପାଣି ଢାଳିବା ଦରକାର ପଡ଼େ ନା, କିନ୍ତୁ ସେ ଗଛ ତଳେ ଆସିକି ବସିବାକୁ ପଡ଼େ। ଆପଣ ପ୍ରେମ ଆଉ ବାର୍ଦ୍ଧକ୍ୟର ସଂଜ୍ଞା ତ କହିସାରିଲେଣି। ଆପଣଙ୍କ ଜୀବନ କ'ଣ ଶିକ୍ଷା ଦେଇଛି ମ୍ୟାଡ଼ାମ? ଆପଣଙ୍କର ଲାଇଫ୍ ବଡ଼ ଷ୍ଟ୍ରଗଲ୍ ଲାଇଫ୍, ଆପଣ ବହୁତ ଇଣ୍ଟରଭ୍ୟୁରେ କହିଛନ୍ତି। ମୁଁ ସେ ଶବ୍ଦ ଗୁଡ଼ାକ ଆଉ ଦୋହରାଇବା ପାଇଁ ଚାହୁଁନି। ଏବେ ଭାସ୍ୱତୀ ବସୁ ନିଜକୁ କୋଉଠି ଦେଖୁଛନ୍ତି? ଏ ଅପରାହ୍ନ ସମୟ ହଉ, ସମ୍ପର୍କର ଭିଡ଼ ଭିତରେ ହଉ, ଚଳଚ୍ଚିତ୍ରର ଝିଙ୍କାଝିଙ୍କି ମୁହୂର୍ତ୍ତ ଭିତରେ ହଉ, କୋଉଠି ଦେଖୁଛନ୍ତି ଭାସ୍ୱତୀ ବସୁ ନିଜକୁ? ମୁଁ ଭାରି ଏନ୍ଜୟ କରେ ପ୍ରତିଟି ମୁହୂର୍ତ୍ତକୁ। ମତେ ଜୀବନ ପ୍ରତିନିୟତ ଗଢ଼ିଛି। ମୋର ଡ୍ରବ୍ୟାକ୍ସ, ମୋ ଜୀବନର ଫେଲିୟର୍ସ, ଧୋକା, ସବୁ କିଛି ଯାହା ବି ନେଗେଟିଭ୍ସ, ସେଗୁଡ଼ାକ ନଥିଲେ ମୁଁ ଆଜି ହେଇନଥାନ୍ତି। ମୁଁ ଭାରି ସନ୍ତୁଷ୍ଟ ମଣିଷଟିଏ। ଖୁବ୍ ବେଶୀ ମୋର ଡିମାଣ୍ଡ ନୁହେଁ, ଖୁବ୍ ବେଶୀ ମୁଁ ଚାହେଁ ନା। ଆଉ ମତେ ଲାଗେ ମୁଁ ଯୋଉଠି ଅଛି ମୁଁ ବହୁତ ଭଲ ଜାଗାରେ ଅଛି। କାମ ମିଳୁନି ସେଟା ଅଲଗା ଜିନିଷ। କାମ ମୋର ଦରକାର ଟିକେ ପଇସା ପାଇଁ, କାରଣ ମୁଁ ବିଜୟଙ୍କୁ ସାହାଯ୍ୟ କରିବାକୁ ଚାହେଁ, ଯୋଉଥିପାଇଁ କାମ ଦରକାର। ଯଦି ସେ ପଇସା ଫ୍ୟାକ୍ଟରଟା ନଥାନ୍ତା, କାମ ନ ମିଳିଲେ ବି ମୋର କିଛି ଯାଏ ଆସିନଥାନ୍ତା। ମୁଁ ଗୋଟେ ଏମିତି ଜାଗାରେ ଅଛି, ମୋର ଗୋଟେ ଖଟଟେ ଅଛି ଏବଂ ସେଇ ଖଟ ଉପରେ ସାମ୍ନାରେ ଟିଭିଟିଏ ଅଛି। ମୋ ଚାରିପାଖରେ ବେଶ କିଛି ମଣିଷ ଅଛନ୍ତି। ମୋ ଜୀବନକୁ ନେଇକି ବହୁତ ସନ୍ତୁଷ୍ଟ। ଆପଣ ଗୋଟେ କୋଟ୍ ଲେଖିଛନ୍ତି ଫେସବୁକ୍ ବାୟୋରେ, ତୁମେ ଜାଣ ନା ମୁଁ ତୁମରି ଶବ୍ଦରେ ଅହରହ ଭିଜୁଥାଏ। କାହା ପାଇଁ? ଯେତେବେଳେ ଲେଖିଥିଲି ସେତେବେଳକୁ ବାବୁଜୀଙ୍କୁ ନେଇ ଲେଖିଥିଲି। ଏବେ ଯେତେବେଳେ ମୁଁ ବାବୁଜୀଙ୍କୁ ଛାଡ଼ି ଦେଇଛି,
ସେଟା ବିଜୟଙ୍କ ପାଇଁ ହେଇଯାଇଛି। କେବଳ ବିଜୟଙ୍କ ପାଇଁ ନୁହଁ, ସେଟା ଜୀବନ ପାଇଁ ହେଇଯାଇଛି। ସତରେ ଜୀବନ ଆମକୁ କଣ ଭିଜେଇ ପାରିବ? ଏଇଥିପାଇଁ କି ଅନେକ ସମୟରେ ଆମେ ଗ୍ରୀଷ୍ମର ରୌଦ୍ରତାକୁ ଦେଖିଛୁ, ଶ୍ରାବଣର ଟିପଟିପ ବର୍ଷାକୁ ବି ଦେଖିଛୁ, ଶୀତର ହାଡ଼ଭଙ୍ଗା ଶୀତକୁ ବି ଦେଖିଛୁ। ମନ ଭାଙ୍ଗେ, ହୃଦୟ ଭାଙ୍ଗେ, ବସନ୍ତର ଶୀତଳ ପବନରେ ଆମେ ମଧ୍ୟ ପୁଣି ଆଉଥରେ ଉଲ୍ଲସିତ ହେଇ ଉଠୁ। ତାହା ବୋଧେ ହୁଏ ଜୀବନ କି? ହଁ, ଜୀବନ ଭାଙ୍ଗିବା ଗଢିବା ଉଭୟର ନା, କେବଳ ଗଢି ହୁଏ ନା। ଗୋଟେ ପଥରରୁ ଯେତେବେଳେ ଆମେ ମୂର୍ତ୍ତି ତିଆରି କରୁ, ସେତେବେଳେ କିଛି ପଥରକୁ ଭାଙ୍ଗିକି ବାହାର କରୁ, ନହେଲେ ମୂର୍ତ୍ତିଟିଏ ହୁଏ ନା। ତେଣୁକରି ଜୀବନ ଯଦି ଆମକୁ ଭାଙ୍ଗି ନଥାନ୍ତା, ଆମେ ଗଢି ହେଇନଥାନ୍ତେ। ଜୀବନ ପ୍ରତି ମୁହୂର୍ତ୍ତରେ ଭିଜଉଥାଏ, ଖରାରେ ଭିଜୁ ବା ବର୍ଷାରେ ଭିଜାଏ। ତ ଗୋଟେ ସମୟରେ ସ୍ୱରବର୍ଣ୍ଣକୁ ନେଇ ବେଶ ଚର୍ଚ୍ଚା ହଉଥିଲା। ହଁ, ସେ ସମୟରେ ଅଜିତ ଦାସଙ୍କର କଥା କୁହନ୍ତୁ, ଦେବୁ ବୋଷଙ୍କର କଥା କୁହନ୍ତୁ, ବାବୁଜୀଙ୍କ କଥା କୁହନ୍ତୁ, ଏବେ ସ୍ୱରବର୍ଣ୍ଣ କେତେ ଅତୀତ? ଅତୀତ ନୁହେଁ, ସ୍ୱରବର୍ଣ୍ଣ ବର୍ତ୍ତମାନ। ସ୍ୱରବର୍ଣ୍ଣ ମୁଁ ଏଥିପାଇଁ ଅତୀତ ବୋଲି ପ୍ରଶ୍ନ କଲି, ଭବିଷ୍ୟତର ସ୍ଥିତି ସମ୍ପର୍କରେ ଜାଣିବା ପାଇଁ। ଭବିଷ୍ୟତ ଆମେ କେହି ବି ଜାଣୁନା। ମତେ ବାବୁଜୀ ଗୋଟେ ଜିନିଷ ଶିଖେଇଛନ୍ତି, ଯୋଉଟା ମତେ ଶିଖିବାକୁ ବହୁତ ଡେରି ଲାଗିଲା। ସେଟା ହଉଛି କୌଣସି ଜିନିଷକୁ ଧରି ରଖିବାର ଚେଷ୍ଟା କରିବାଟା ବୃଥା। ଯାଉ ନା,